ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଆପଣମାନେ ତ ଜାଣିଥିବେ ସବୁବେଳେ ସବୁଦିନିଆ ଭଳିଆ ଆଜି ଏଇ ଦହି ଚୁଡ଼ା ଖାଉଛି। ଖାଇଦେଇକି ଯିବି, ଗଲେ ସେ ଝିଅକୁ ଆଣିଲେ ତାପରେ କାମ ଆରମ୍ଭ ହେବ, କମ୍ପାନୀ କାମ। ଆଉ କାମ ଟାଇମ୍ 9:30 ବାଜିଲାନି, ଆଜି ଟିକେ ଉଠିବା ଲେଟ୍ ହେଇଗଲା। ତାପରେ ସେ ଝିଅ ବି ଫୋନ୍ କଲାନି, ଆଉ ଭାଇ ଆସ କାମ ହେବନି ପଚାରୁଥିବ, ନାଇଁ କାମ ହେବ, ମୁଁ ଟିକେ ଶୋଇପଡ଼ିଥିଲି ଲେଟ୍ ହେଲା, ଯାଉଛି ସାଙ୍ଗେ ତ ନେଇକି ଆସିବି, ଆଜି କାମ କରିବା ଆଉ। ଠିକ୍ ଅଛି ଆସ ଜଲ୍ଦି, ଲେଟ୍ ହେଲା ବେଳକୁ ଗରମ ହେଉଛି ନା, କାମ କରିବୁ ନେଇ। କାଲି ଟିକେ 2 ଦିନ ହେଲା ଟିକେ ପାଗ ମାନେ ଭଲ କରିଛି, ଏତେ ଖରା ବି ନାହିଁ, ଆଉ ଗରମ ଲାଗୁନି କମ୍ପାନୀ ଭିତରେ, ଟିକେ କାମ କରିବାକୁ ଭଲ ଲାଗୁଛି। ଆଜି ବର୍ଷା ଉଠେଇନି, ବର୍ଷା ହେଇପାରେ, ତାକୁ ଝିଅକୁ ନେଇ ପଳେଇ ଆସିବା, ବର୍ଷା ହେଲେ ଆଉ ଆଣି ହେବନି। ଖାଉଛି ତ, ଖାଇଦେଇ ଫଟାଫଟ ଯିବି, ନେଇ ପଳେଇ ଆସିବି ଆଉ। ପବନ ବି ଦେଉଛି ଜୋରେ, ଫଟାଫଟ ଖାଇଦେଇକି ଯିବା, ଧରିକି ପଳେଇ ଆସିଲେ କାମଟା କରିବା। ସାଙ୍ଗମାନେ ଏବେ ଖିଆ ପିଆ ସରିଲା, ଏବେ ଚାଲିଲି ଧରିକି ଆସିବା ସେ ଝିଅକୁ। ସେ ପାଣି ପୁଅ ଶୋଇଛନ୍ତି, ଉଠୁନାହାନ୍ତି କେତେବେଳେ, 9:30 ବାଜିଲାଣି। ସେ ଉଠନ୍ତୁ, କେତେବେଳେ ଉଠନ୍ତୁ, ସେ ତାର ଉଠି ତା କାମଧନ୍ଦା ସେ କରିବ, ମୁଁ ଯାଉଛି ମୋ କାମଧନ୍ଦା କରେ। ଏତେ ଆମର କିଛି କାମ ନାହିଁ, ଖାଲି ଆମ ସେମାନେ ସେ କଲା, ଖାଇଲୁ, ହେଇଗଲା। ତାର କିଛି କାମ ନାହିଁ, ସେଇ କୁଆଡ଼େ ଯିବାର ନାହିଁ। ଆଉ ତା ଶୋଇଛି ଶୋଇଥା, ସେ ତାର ଉଠୁଛି ଉଠୁ, ମୁଁ ଯାଉଛି ମୋ କାମ କରେ। ମୋର ବି ଲେଟ୍ ହେଇଗଲାଣି, ଫ୍ୟାନ୍ଟା ଚଲେଇ ଦେଇଛି, ବନ୍ଦ କରିଦେବା। ମୋ ଫ୍ୟାନ୍ଟା ଖରାପ ହେଇଯିବ ଯେ ଆଉ ଏଠି ବସି ହେବନି। ତରତର ହେଲେ ସବୁ ମନେ ଭୁଲିଯାଏ, ସେଇଥିପାଇଁ ମୁଁ ଫ୍ୟାନ୍ଟା ବି ଭୁଲି ଯାଇଛି ବନ୍ଦ କରିବାକୁ। ଚାଲନ୍ତୁ ଯିବା ଆରେ। ଝିଅ ସ୍କୁଟି ନାହିଁ, ସ୍କୁଟିର ଚାର୍ଜ ଥିଲାନି, ଆଉ ଲୁନା ଧରିକି ଆଇଛି ଝିଅକୁ ନେବାକୁ। ଆଉ ମାଲିକ କାଲି ରାତିରେ ଡ୍ୟୁଟି ପଳେଇଥିଲେ ସ୍କୁଟି ନେଇକି, ଯେ ଚାର୍ଜ ରଖିନାହାନ୍ତି। ଆଉ ଲୁନା ସ୍କୁଟି ଥୋଇ ଦେଇକି ଲୁନା ନେଇକି ଆଇଛି, ଝିଅକୁ ନେଇକି ଯିବି, ଲୁନା ନେଇକି ଆଇଛି। ଝିଅର ସାହିରେ ପହଞ୍ଚିଲିନି, ଆଉ ଅଳ୍ପ ବାଟ ଅଛି, ପହଞ୍ଚିଲେନି ତ ନେଇକି ପଳେଇବା ଆଉ। ଭଲ ଯିବା ଆଉ, ନେଇକି ଯିବା। କ'ଣ କରୁଛ ଭାଇ? ଅନା ଏଠି କ'ଣ ବସୁଛୁ ଯାଇକି? ଏତେ ଦୁଷ୍ଟ, ସେଠି ବସୁଛୁ? ଭାତ ଖାଇବୁ? ହଁ ଭାତ ଖାଇବା। କ'ଣ କରୁଛୁ? କ'ଣ କରୁଛୁ ଏଠି? ପୋଟଳ କଷା ହେବ ଦ୍ୱିପହର ପାଇଁ। ସକାଳ ପାଇଁ ଏବେ ଖାଇବା ପାଇଁ ଚିନ୍ତା କର, ସବୁ ଦ୍ୱିପହର ପାଇଁ ଚିନ୍ତା କଲୁଣି। ଭଜା ଭାତ ଦେଲୁ, ତେଣୁ ଖାଇଦିଏ, ପେଟ ମୁଳିଲାଣି ଜୋର। କାଲି ଭେଣ୍ଡି ଆଣିଥିଲି, ଶୁଖିକି ଆଜି କ'ଣ ହେଇଗଲାଣି ଅବସ୍ଥା। ରାତିରେ ହେଇଥିଲା, ଦିନରେ ଶୁଖିବ ଆଉ। କ'ଣ 200 ଟଙ୍କା କହୁଛ ମୋ ଆଣିଛ ନେଇକି? କ'ଣ ଏମିତି ଆଣିଲ କହିଲ? 200 ଟଙ୍କା କହୁଛ। ପୋଟଳ ଆଣିଛ, ଭେଣ୍ଡି ଆଣିଛ, ଟମାଟୋ ଆଣିଛ, ଏତିକି କ'ଣ 200 ଟଙ୍କା? ବିସ୍କୁଟ ଧରିକି ଆଇଥିଲି, ଯୋଉ ଜାଣିପାରୁନୁ ବୋଧେ। ଦେ ଖାଇବା ଦେବୁ। କାଲି ମାଲିକ 200 ଟଙ୍କା ଆଣିଥିଲି ପରିବା ପାଇଁ, ପରିବା ପତ୍ର ଆଣିଲି, ମୋତେ ହିସାବ ମାଗୁଛି। ମୁଁ ପଇସା ଆଣିବି, ମୋତେ ହିସାବ ମାଗୁଛି 200 ଟଙ୍କା ଆଣି କ'ଣ ଖର୍ଚ୍ଚ କଲ, କ'ଣ କହିବ? ଦେ ଖାଇବାକୁ ଦେ। ପରିବା ଯାହା ରେଟ୍ ହେଲାଣି 200 ଟଙ୍କା କିଛି ନୁହଁ ଏଠି ଏ କଟକରେ। ସେ ହିସାବ ମାଗୁଛି ମୋତେ। ପଇସା କଥା କହିଛି ମୁଁ, ସେ କହିଲା ପଇସା ଆସିଲେ ଦେବ। ଇଏ ଖାଲି ପଇସା ଚିନ୍ତା, ମୋବାଇଲ ଚିନ୍ତା ୟାର, ଆଉ କିଛି କାମ ନାହିଁ ୟାର। ଆଜିକାଲି ତାର ଖାଲି ପଇସା ଚିନ୍ତା, ମୋବାଇଲ ଚିନ୍ତା, ତାର କିଛି କାମ ନାହିଁ। ଖାଇବ ପିଇବ ଶୋଇବ। ରାତି 2ଟା ଶୋଉଛି, ଉଠୁଛି ଦିନ 10ଟା 9ଟାରେ ଉଠୁଛି। କେହି ନାହାନ୍ତି। ଗାଁରେ ହେଇଥିଲେ ସକାଳୁ 4ଟାରେ ଉଠିକି ଗାଧୁଆ କରିକି ଆସେ। ସେଠି କେହି ନାହାନ୍ତି ବୋଲି ସେଥିପାଇଁ ସେ ଶୋଇ ଉଠିକି ଖାଉଛି ପିଉଛି, ତାକୁ କେହି କିଛି କହୁନାହାନ୍ତି। ମୁଁ ଏ କାମ କରୁଥିଲି, ଆଇଲେ ଟିକେ ପଖାଳ ଖାଇଦେବା। ପଖାଳ ନ ଖାଇଲେ, ମୋର ଅଭ୍ୟାସ ଅଛି ପଖାଳ ଖାଇବାର। ପଖାଳ ନ ଖାଇଲେ ଭଲ ଲାଗୁନି। ପାଣି କ'ଣ ନେଇଯାଇଥିଲ ଗାଧୋଇ? ଆଉ ଟିକେ ଭଜା ଆଣିକି ଦେଲୁ, ଜଲ୍ଦି ଖାଇଦେବା। ଖାଇଦେଇକି ଆହୁରି କାମ ଅଛି। ବର୍ଷା ବି ଉଠେଇଛି ସକାଳୁ, ବର୍ଷା ହେବ କି କ'ଣ ଡାଉଟ୍ ହେଉଛି। କ'ଣ ଗୋଦାମର ଯିବାର ଅଛି କାମ, ଗୋଦାମରେ କାମ ଅଛି, ମଇଦା ପତ୍ର ଏସବୁ ଆସିବ। ଦେଖିବା କ'ଣ ହେଉଛି। ଆଉ ଖାଇ ସାରେ, ତାପରେ ଚିନ୍ତା କରିବି କ'ଣ କରିବି, କ'ଣ ନାହିଁ। ଆଇଲୋ, ହଁ ଜଲ୍ଦି ଆ। 3-4 ଦିନ ଖରା ହେଉଥିଲା, ଟିକେ ବର୍ଷା ହେଇଯାଇଛି, କାଲି ଟିକେ ଥଣ୍ଡା ଲାଗୁଛି ପାଗଟା।
ତଥାପି ମୁଁ ଯାହାର ଓଦା ହେଇଯାଇଛି ଏଠି ମେସିନ୍ କାମ କରୁଥିଲି ଗରମ ପ୍ରବଳ ହେଉଛି। ଗୁଳୁଗୁଳି ହେଉଛି ତ ରୋଷେଇ କରୁଥିଲୁ ଗୁଳୁଗୁଳି ହେଉଛି ବାହାରେ ଆସିବୁନି। ଗୋଟେ ବିସ୍କୁଟ ଦିଟା ବିସ୍କୁଟ ଖୋଲିକି ଖାଇବ ବୋଲି କାନ୍ଦୁଛି, ଦେଲା ବେଳକୁ ଖୋଲିକି ଦେଲା ବେଳକୁ ନା ସବୁ କାଟିକି ଛୁରୀରେ ଖଣ୍ଡ ଖଣ୍ଡ କରି ଦିଟା ପ୍ୟାକେଟ ନଷ୍ଟ କରି ସାରିଲାଣି। ଦିଟା ବିସ୍କୁଟ ନଷ୍ଟ କରିସାରିଲାଣି? ତଥାପି ଏଇନେ ଆଉ ଗୋଟେ ନେଇକି ହାପି ବିସ୍କୁଟ ଗୋଟେ କହୁଛି ଖୁଲି ଆଉ ଦିଟା ବିସ୍କୁଟ ନଷ୍ଟ କରିଦେଲାଣି। ବିସ୍କୁଟ ସବୁ ମୁଁ ଆଣୁଛି ଦେଖିଲା ବେଳକୁ ଇଏ ଆମ ପୁଅ ସବୁ ନଷ୍ଟ କରୁଛି ଖାଉନି। ଇଏ ତା ଦେହରେ ମୋତେ ପଚାରୁଛି ହିସାବ ମାଗୁଛି 200 ଟଙ୍କା କ'ଣ କରିବି। ଆଉ କ'ଣ ଅଛି ଜଲ୍ଦି ଆଣ ଖାଇଦିଏ। ହଁ ଖଟା ଦେ ଖା ପିଇ କରିବା, ଖା ପିଇ ବସାଇ ତାପରେ ଭାବିବା କ'ଣ ହେବ କ'ଣ ନାହିଁ। ବଢ଼ିଆ ଲାଗୁଛି ଖଟାଟା, କାଲି ମୁଁ ଖାଇଛି ଏଇଥରକ ଭଲ ହେଇଛି। ଏଇଟା କିଏ କରୁଛି? ଆମ୍ବ ଖଟା ମୋ ବୋଉ ଏଇଥରକ ଭଲ। ଶାଶୁ ଆମ୍ବ ଖଟା କରିକି ପଠେଇଛି, ତାଙ୍କ ସେପଟେ ଆମ୍ବ ଅଧିକ ନା। କାହିଁକିନା ସେ ଜାଣିଛୁ ମୁଁ ମସଲା ହେଲେ ଖାଇବିନି, ଏଇଟା ମୋ ପାଇଁ ପୁରା ପରିଷ୍କାର କରିକି ଭଲ ସେ ଅଲଗା କରିଛି ସେ କରିକି ଦେଇଥିବ। ଖଟାଟା କେମିତି ଦେଖାଯାଉଛି? ଖଟାଟା କଳା କଳା ଦେଖାଯାଉଛି। ଚୁପା ଲଗାବା। ଚୁପା ସହିତ କରିଦେଇଛି? ହଁ ଚୁପା ଖଟା, ଚୁପା ଲଗା ଖଟା ଗୋଟେ, ଆଉ ଚୁପା ଛଡ଼ା ଖଟା ବି ଅଛି ଗୋଟେ। ଯାଉଛି ମୁଁ କାଳେ ଗୋଟେ ଦେ। ଖଟା ଖାଇ ହେବନି, ଖଟା ଖାଇଲେ ଦେହ ଦରଜ ଲାଗିବ। ମିଠା କ'ଣ ହବ? ଖାଇନ ଦେଖିବ ପୁରା ଠିକ୍ ଅଛି, ମାନେ ମିଠା ରାଗ ଖଟା ସବୁ ଠିକ୍ ଅଛି। ଆଉ ତାପରେ ଯଦି ଭଲ ଲାଗିବ ଖାଇବ, ନହେଲେ ନାହିଁ ଆଉ। ମୁଁ ଖଟା ଦେଇକି ଖାଇଦେବ ଆଉ ଦେ ଲୁଣ ଫଳ କ'ଣ ଅଛି ଦେ। କିଏ ଭାଙ୍ଗିଲା କିଏ ଜିନିଷ ଏଠି ହେଇଗଲା। ଖଟା ମୋ ଶ୍ୱଶୁର ଖଟା ନେଇକି ଆସିଥିଲେ, ମୋ ଶାଶୁ କରିଥିଲେ, ମୋ ଶ୍ୱଶୁର ଖଟା ନେଇକି ଆସିଥିଲେ। ଭଲ ହେଇଛି, ଭଲ ଲାଗୁଛି। ପଖାଳ ଖାଇଦେବା, ଖାଇଦେଇ ଯିବା କାମରେ, କାମ ଲାଗିଯିବା। ଆଇଡ଼ିଆ ଖାଇବା ଚାଲ। ଆଇଲା ଜେସ୍ପି ଓହୋ ସାଙ୍ଗମାନଙ୍କୁ ଟିକେ ଦେଖିଲେ ଇଏ ହେଲା ଆମ ଜେସ୍ପି। ତାକୁ ଦେଖ ଜେସ୍ପି ପତ୍ର ଦିଟା ଆଣି ଜେସ୍ପି କରି ଏଇଟା ଜେସ୍ପି। ଆଉ ଏଇଟା କ'ଣ ପଡ଼ିଛି ପଛରେ ଯୋଉଟା? ଆଉ ଜେସ୍ପି ଏଇଟା ଯୋଉଟା ଧଇଲୁ ସେଇଟା ତ ଜେସ୍ପି ନା? ହଁ ଜେସ୍ପି ଚଲା ତାହେଲେ ମୁଁ ଖାଇଦିଏ, ଭୋକ ଗଲାଣି। ହଁ ଜେସ୍ପି ଚାଲିଛି। ପତ୍ର ଦିଟା ଆଣିକି ଜେସ୍ପି କରିଛି ଏଇଟା ଆମର। ଖାଆ ପିଆ କରିକି ପଳେଇ ଆଇଲି। ଆସିକି ଚାଉମିନ ଯେଉଁ ସିଝି ଯାଇଥିଲା ତାକୁ କାଢ଼ିକି ତାକୁ ଆଣିକି ରଖିଲି ଏଠି। ଦେଖନ୍ତୁ ଏଇଟା ଚାଉମିନ ଗୁଡ଼ାକ ରହିଛି, ମାନେ ସିଝା ହେଇଛି ଆଉ ସିଝା ହେଇ ରଖାଯାଇଛି। କଟା ହବ ଏ ରଡ଼୍, ଷ୍ଟିଲ୍ ରଡ଼୍ ଅଛି ତଳେ ଆମର, ଷ୍ଟିଲ୍ ରଡ଼୍ ଏଗୁଡ଼ା ସବୁ କାଟା ହେଇକି ସାଇଜ୍ କରି ପୋଡ଼ା ହେଇକି ରଖାଯିବ, ଝୁଲା ହେଇକି। ତାପରେ ଘରେ ଦେଇକି ବସିବ, ଶୁଖିବ, ସେ କାଲି ବାହାରିବ। ଆଉ ବହୁତ କାମ ଅଛି, ଅନ୍ୟାନ୍ୟ କାମ ଅଛି କରିବା। ତାପରେ ଏଇ କାମଟା ସାରିଦେବ, ଏଇଟା ଲାଗିବ 2-3 ଘଣ୍ଟା ଲାଗିବ। କାମଟା ସାରିଦେବା, ସାରିଦେଇକି ତାପରେ ଅନ୍ୟ କାମ ଅଛି କରିବା ଆଉ। ଚାଉମିନ ବସ୍ତା ଗୁଡ଼ା ଏଠି ବସ୍ତା ବି ନେଇକି ଅଛି, ବସ୍ତା ପ୍ରାୟ ଏଗୁଡ଼ା ଯିବ ଆଜି ସବୁ ଗୁଦାମ। ଏ କାମ ସରିଲେ ନେଇକି ଯିବି ଗୁଦାମ ଆଉ। ବର୍ଷାଟା ଟିକେ ବର୍ଷା ହେଉଥିଲାନି, ଏବେ ଟିକେ ବର୍ଷା ପକେଇଲାଣି। ମଇଦା ଆଣି ଏବେ ବି ଗୋଦାମ ଯିବି। ମୁଁ ଯିବା ଟାଇମ୍ରେ ବର୍ଷା ନ ହଉ। ଗରମ ପ୍ରବଳ ବି ଲାଗୁଛି ଏଠି, କାହିଁକିନା ଏଇଟା ଗରମ ଜାଗାଟା ନା, ସବୁ ଭିତରେ ଗୋଟେ ଚାଲିଛି, ସେଥିପାଇଁ ଗରମ ଲାଗୁଛି ଆଉ। ଚାଲନ୍ତୁ କାମଟା ସାରିଦେବା, ସାରିଦେଇକି ଆଉ ଅନ୍ୟ କାମ ଅଛି କରିବା ଆଉ। ଓଦା ମାନେ ପୁରା ଅବସ୍ଥା ଖରାପ। ମଇଦା ଏଇ ପଛରେ ଅଛି, ସନ୍ଧ୍ୟା ହେଇଗଲାଣି, ପୁରା ଓଦା ହେଇଯାଇଛି। ମଇଦା ଆଳୁ ଗୋଟେ ନେଇକି ଯାଉଛି ଭାଇଙ୍କର। ଆଉ ଯିବା ଜଲ୍ଦି, ଯାଇକି ଗାଧୁଆ କରିଦେବା, ପୁରା ଓଦା ହେଇଗଲାଣି, ଯାଇ ପୁରା କଥା ଗାଧେଇବା ଆଉ। ଚାଲନ୍ତୁ ଯିବା। ସନ୍ଧ୍ୟା ପୁରା ହେଇଗଲାଣି। ଲୁନାଟା ଟିକେ ମଇଦା ଥୁଆ ହେଇଛି ଏଠି। ନଈରେ ପୁରା ଫୁଲ୍ ପାଣି, ବର୍ଷା ବି ପକାଉଛି ଏଠି, ଜଣା ପଡ଼ୁନି। ତଥାପି ଦେଖାଯାଉଛି ଅଳ୍ପ ଅଳ୍ପ, କାଶୁଛି ବର୍ଷା ଆଜ୍ଞା। ନଈରେ ଫୁଲ୍ ପାଣି ହେଇଗଲାଣି, ସେଇଟା ନଈଟା ଆଗରେ ଦେଖାଯାଉନି, ଅନ୍ଧାର ଦେଖାଯାଉଛି। ଚାଲନ୍ତୁ ଯିବା ଏବେ, ଗାଧୁଆଟା କରିବା। ମୁଁ ଏଇ ପୁରା ଓଦା ହେଇଗଲିଣି, ମଇଦା ଜରି ସବୁ ଘୋଡ଼େଇ ଦେଇଛି, ପଳେଇବା ଆଉ। ଗୋଦାମରୁ ଆସିବା ଟାଇମ୍ରେ ଦେଖେଇଥିଲି
ଆଉ ଏବେ ଆସି ଘରେ ପହଞ୍ଚିକି ଆସିକି କାହିଁକିନା ପୁରା ଉଦା ହେଇଥିଲି, ମଇଦା ଲାଗିଥିଲା ଭଲ ହେଇକି ଦେହ ସାରା। ଆସି ସାଙ୍ଗେ ସାଙ୍ଗେ ଗାଧୋଇ ପଡ଼ିଲି, ଗାଧୋଇ ବସିଲା ଏବେ ଯାଉଛି ସଉଦାପତ୍ର ଥିଲା ସେମାନେ କହୁଥିଲା ସଉଦା ନାହିଁ ଆଳୁ ପିଆଜ, ଯିବା ଟିକେ ବଜାର ଯିବା ସଉଦାପତ୍ର ଧରିକି ଆସିବା। ସେମାନେ ତ କ'ଣ ଲେଖିଛି ଦେଖିବା ଚିଠା ନେଇକି ଯିବା। ଶିବାନୀ ମାମା ମାମା କୋଉଠି ଯାଇଛି? କହୁଛି ମାମା ବଜାର ଯାଇଛି। ମୁଁ ଶିବାନୀ ଗଲା କୁଆଡ଼େ କହୁଛି ମାମା ବଜାର ଯାଇଛି। ଡହରା ଏଇ ଗୁପଚୁପ୍ ଖାଇବା ଇଚ୍ଛା କରୁଛି। ମୋ ସାଙ୍ଗ ଜଣେ ଗୁପଚୁପ୍ ବିକୁଛି ତ, ଆଉ ସିଏ ଯାଇନି ଆଜି। ଆଉ ସେ କାଲି ଯିବ, କାଲି ଗଲେ ୟା ପାଇଁ ନେଇ ଆସିବ ଗୁପଚୁପ୍ ଖାଇବ। ଆଉ ଚିଠା ଦେ ମୁଁ ତା ସଉଦାଟା ନେଇ ଆସେ। ପଇସା ଦଉନୁ କେତେ ଟଙ୍କା ଖାଇବି ସେତେ ଟଙ୍କା ଦେବୁ। ତୁ କେତେ ଟଙ୍କା ନେଉଛନ୍ତି? ତୁ କେତେ ଟଙ୍କା ଗୁପଚୁପ୍ ଇଏ କେତେ ଟଙ୍କା ଗୁପଚୁପ୍ ଖାଇ ଇଏ କହିବ ନା, ମୁଁ ଜାଣିଛି। ମନୀଷ ସାଙ୍ଗରା ବୋଲି ଅଧିକ ଦେଇଦେବି। ଏଠି ଗୁପଚୁପ୍ 10 ଟଙ୍କାର କେତେ ଟଙ୍କା? 4ଟା ନା କେତେ? 4ଟା 10 ଟଙ୍କା 4ଟା ଗୁପଚୁପ୍। ଚିଠା ଲେଖିକି ରଖିଛି ଦେ। ସବୁ ମନେ ପକେଇ ସବୁ ଲେଖିଛୁ ତ? ସବୁ ମନେ ପକେଇ ଲେଖିଛି। ଆଉ ତ କିଛି ମନେ ପଡୁନି। ଆଉ ଗୋଟେ କାମ କର, କ'ଣ ବାକି ଅଛି ବା କୋଉ ପଇସାଟା ଖାତାରେ ପଡିନି ସେଟାକୁ ଏଇଟା ସବୁ ମିଶେଇକି ପକେଇଦବ। ଏଇଥର ଭାରି ହଇରାଣ ହବ। ପଇସାଟା ମିଳିଲାନି, ଦେଲାନି ମାଲିକ ଟାଇମରେ। କିନ୍ତୁ ବାକି ପଇସା କେମିତି ଦୋକାନର ବାକି ପଇସା ଦିଅ। ହଉ ମୁଁ ଯାଉଛି ଏବେ ସଉଦା ନେଇକି ଆସିଲେ ରୋଷେଇବାସ ହବ ଖାଇବା। ଆଉ ଦେବେ ଆଜି ଆଉ କିଛି କରିବିନି ମୁଁ। ହଁ କର। ମୁଁ ଭାତ ଗୁରା ବହୁତ ଅଛି, ଆଉ କଷା ମସା କିଛି କରିନି। ତମେ ଏଇଟା ହେଲେ ଖାଉ। ମୁଁ ମୋର ରୋଷେଇକି ଦ୍ୱିପହରେ ରୋଷେଇକି ରହିଛି। ମୋର ଆଉ ମନେ ନାହିଁ ଦ୍ୱିପହରେ ଖାଇବା କଥା। ମୁଁ ଖାଇ ଦେଇଥିଲି 12ଟା ଟାଇମରେ ପଖାଳ। ତା ଟାଇମ୍ ମୁଁ ଖାଉଛି ପଖାଳ ତ। ଡାଲି ଅଛି, ଭାତ ଅଛି। ମୁଁ ବି ଆଉ ଭାତ ରୁଟି ଫୁଟି କିଛି କରିବିନି। ମୁଁ ମୁଢି ଗୋଳେଇକି ଖାଇଦେବି। ଆଉ ସବୁ ଇଏ ରୋଷେଇ କରିବେନି, ମୁଢି ଗୋଳେଇକି ଖାଇଦେବ ରାତି ନହେଲେ ସେଇଆ କରିଦେ। ମୁଁ ଆଉ ଦ୍ୱିପହରେ ଖାଇନି, ମନେ ନାହିଁ ମୋର। ଆଉ ଭାତ ତରକାରୀ ବଳି ପଡ଼ିଛି। ଆଉ ରୋଷେଇ ସେମାନେ କହୁଛି କରିବନି। ଅଛି ଗରମ କରିଦେଲେ ହେଇଯିବ। ଡାଲି ବି ଅଛି ପୁରା ଫୁଲ୍। ଶୁଣିଲେ ଭଲ ନାହିଁ। ଭଲ ଅଛି। ଡାଲିଟା ବି ଆମର ଭଲ ଅଛି। ଆଉ ମନେ ନାହିଁ ଖାଇବାକୁ, ବଳି ପଡ଼ିଛି ସବୁ ଭାତ। ଆଉ ଏଇଟା ରାତିରେ ଖାଇଦେବୁ। ଆଉ ଭଲ ଅଛି। ଖାଇ ଦେଖିଲା ଭଲ ଅଛି। ଜଲ୍ଦି ଖାଇବାକୁ ପଡ଼ିବ। ହଉ ମୁଁ ଯାଉଛି ସଉଦା ଧରିକି ଆସିଲେ ଖା ପିଇ କରିବା। ଖରାପ ହେଇଯିବ। ଦ୍ୱିପହରେ ଖାଇବାଟା ରହିଛି ଲେଟ୍ ହେଲେ କାହିଁକିନା ଖରାପ ହେଇଯିବ ନା ଖାଇବାଟା। ଜଲ୍ଦି ଆସି ଖାଇଦେବା। ଗୁପଚୁପ୍ ଖାଇବା ଇଚ୍ଛା ହଉଛି, ପଇସା ଦଉନୁ। 20-30 ଟଙ୍କାରେ ଆଣିବ 2 ଜଣ ଖାଇଦା। ମୁଁ ଗୁପଚୁପ୍ ଖାଇବିନି। ଖାଇବନି? ପଇସା ଦେ। ମାଗି ପାରିବ 20 ଟଙ୍କାରେ, ଲାଜ ଲାଗିବନି? ନା ଦେ ପଇସା ଦେ। କ୍ୟାସ୍ କାଇଁ? ଏଇ 200 ଟଙ୍କା ଯୋଉ ଅଛି 200 ଟଙ୍କା ଦବ ନା ସେ 20 ଟଙ୍କା? ଥାଉ କାଲି ମନୀଷ ଯାଉ ନେଇ ଆସିବି ଖାଇବୁ। କାଲି ଖାଇବୁ ହେଲା, କାଲି ଆଣି ଖାଇବୁ। ଆଉ ସାଙ୍ଗ ଜଣେ ଗଲେ, ତାକୁ କହିଲେ ସେ ଯେମିତି କହିବି ସେମିତି ସେ ଭଲସେ କରିକି ଦେବ ନା ଗୁପଚୁପ୍ଟା। ହଁ ମୁଁ କାଲି ଗଲେ ମୁଁ ନେଇ ଆସିବି ତମ ପାଇଁ। ମୋ ସାଙ୍ଗ ଜଣେ ଅଛି, ସେ ଗୁପଚୁପ୍ ଭଲ, ତା ଯେମିତି କହିବି ସେମିତି କରିକି ଦେବ। ଆଉ ଯୋଉଠି ଆଣିବି କାହିଁକିନା ସେ ତାଙ୍କ ଇଚ୍ଛା ହିସାବରେ ଦେବେ ନା। ମୁଁ ତମ ସାଙ୍ଗ ପାଖକୁ ଗଲେ 10 ଟଙ୍କାର ଆଣିବା ଜାଗାରେ 20 ଟଙ୍କାର 30 ଟଙ୍କାର ଦେଇଦେଇଥିବ। ତମ ସାଙ୍ଗଟା ବି ସେ ତ ଯେତିକି ଆଣିବି ସେ ଆହୁରି ଏକ୍ସଟ୍ରା 4-5ଟା ଗୁପଚୁପ୍ ଦେଇଦିଏ। ଆଉ ସିଏ ଯେମିତି କହିବି ସେମିତି କରିକି ଦେବ। ଆଉ ଶିବାନୀ କହୁଥିଲା ଏବେ ଖାଇବନି, କାଲି ଯାଇକି ନେଇକି କାଲି ଗଲେ ଆଣିକି ଦେବି। ଆଉ ଗୁପଚୁପ୍ ତ ଦେଖିକି ଖାଇଦଉନୁ। ଗୁପଚୁପ୍ ଆଣିଥିଲି, ମୋ ସାଙ୍ଗ ଦେଇଥିଲା ଗୁପଚୁପ୍ ଅଛି ଏଇଠି। ଦେଖନ୍ତୁ ଏଇଠି ଗୁପଚୁପ୍ ବିସ୍କୁଟ୍ ବାହାରେ ଗୁପଚୁପ୍ ଡବାରେ ପୁରାଇକି ରଖା ଅଛି। ଆଳୁ ଚକଟା ଟିକେ ହେଇଥିଲା। ଆଉ ଚକଡ଼ା ନାହିଁ। ଆଉ ହଉ ମୁଁ ଯାଉଛି, ଆସିଲେ ଖାଇବା। ହଉ ଚାଲିକି ଏବେ ଦୋକାନକୁ ଚାଲିଲି, ଦୋକାନରୁ ଆସେ ଖା ପିଇ କରିବା। ଆଉ